ଯେ ଜୀବନ ମାନେ ମୁଁ ଆଉ ମୋର ପରିବେଶ, ଅର୍ଥାତ୍ କୋଅର୍ଡିନେସନ୍ ଅଫ୍ ମାଇ ସେଲ୍ଫ ଆଣ୍ଡ ମାଇ ଏନଭାଇରନମେଣ୍ଟ। ସେଥିପାଇଁ ଠାକୁର କହିଛନ୍ତି ଯେ ଆମର ଡ୍ୟୁଟି ବା କର୍ତ୍ତବ୍ୟ ହେଲା, ସେଇଥିପାଇଁ ଆମର ଡ୍ୟୁଟି ବା ଆମର କର୍ତ୍ତବ୍ୟ ହେଲା ଏଇ ପରିବେଶକୁ ସେବା ଦେବା, ଯେଉଁଥିରେ କି ସେ ବୃଦ୍ଧି ପାଏ। ତା କିପରି ହେବ? ତା ହୁଏ ସେଇ ଠାକୁରଙ୍କର ପୁଣି ବାଣୀ, ଦୀକ୍ଷା ନାଏ ନିୟମ ମତ ଚଲବେ ତବେ হয় ଉନ୍ନତ। ଦୀକ୍ଷା ନ ନେଲେ ହୁଏନି। ତାଙ୍କର କଥା ଧର କର ଆଉ ପାଅ, ଧରିବାକୁ ପଡ଼ିବ, ଯୋଗଯୁକ୍ତ ହେବାକୁ ପଡ଼ିବ। କାରଣ ଏ ଦୀକ୍ଷା ହେଲା ନବଜନ୍ମ। ଏଇଠାରୁ ଆମକୁ ଇଷ୍ଟ ନିଷ୍ଠା, ଇଷ୍ଟପ୍ରୀତି, ଇଷ୍ଟ ଅନୁରାଗର ସୂତ୍ରପାତ ମିଳେ। ଆମେ ଦୀକ୍ଷା ନେଇ ଦକ୍ଷ ହୋଇ ଉଠୁ ଆଉ ଦ୍ୱିଜତ୍ୱ ପ୍ରଦାନ କରନ୍ତି ଠାକୁର ଆମକୁ। ତେଣୁ ଏତେ ଛୋଟିଆ କଥା ହେଉଛି ନୁହେଁ। ତେଣୁ ଏଇ ବାଣୀଟି ହେଲା 165 ନମ୍ବର ବାଣୀ। ଆଗେଇ ନେବା ବାଣୀଟିକୁ, କାରଣ ବାଣୀଟି ଆଜି ଦିଆହେଇଛି ବ୍ୟାଖ୍ୟା କରିବା ପାଇଁ। ରୋଗ ଚର୍ଚ୍ଚାରେ ଗଛଲତା। ଆଗ କାଳରେ ଆମର କ'ଣ ଥିଲା? ଏପରିକି ମୁଁ ବି ଦେଖିଛି ଆମମାନଙ୍କର ପ୍ରାଚୀନ କାଳରେ ଏ ଯେଉଁ କୃଷି ଗୋପାଳନ ଥିଲା, ଆଉ ଢିଙ୍କି ଥିଲା, ଜନ୍ତା ଥିଲା, ତନ୍ତ ଥିଲା, ଛୋଟ ଛୋଟ କୁଟୀର ଶିଳ୍ପ ଥିଲା, ଆଉ ଛୋଟ ଛୋଟ ଲାବୋରେଟୋରୀ ମଧ୍ୟ ଘରେ ଥିଲା, ଆଉ ଗୋଟେ ଫାଷ୍ଟଏଡ୍ ବକ୍ସ ବି ଟାଇପ୍ର ଫାଷ୍ଟଏଡ୍ ବକ୍ସ ଏବେ ବାହାରିଲାଣି। କିନ୍ତୁ ସେତେବେଳେ ସବୁ ଔଷଧୀୟ ଗୁଣ ସମ୍ବନ୍ଧ କିଛି ଜିନିଷ ଘରେ ନିଶ୍ଚିତ ଭାବରେ ରହୁଥିଲା। କେତେବେଳେ କାହାର ହାତ କଟିଯିବ କି, କେତେବେଳେ କାହାର କେଉଁଠି ଆଘାତ ଲାଗିବ କି, ସେଥିପାଇଁ ଆମେ ସଚେତନତାଶୀଳ ସବୁବେଳେ ଥିଲୁ। ଲୋକମାନେ ବେଶୀ ରହୁଥିଲେ, ଆଉ ଖାଦ୍ୟ ଉପଯୋଗୀ ଗଛପତ୍ର କିଛି ଲଗାଯାଉଥିଲା। ଆଉ ଏଇ ତାର ଗୁଣାବଳୀ ସବୁ, ଏଇ ଗଛଲତାର ଗୁଣାବଳୀ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ପ୍ରୟୋଜନୀୟ ତଥ୍ୟ ସମ୍ମିଳିତ କେତେ ଗୁଡ଼ିଏ ଛବି ରଖାଯାଉଥିଲା। ସେଥିରେ ଚାର୍ଟ ରଖାଯାଉଥିଲା, ମ୍ୟାପ୍ ରଖାଯାଉଥିଲା, ଗ୍ଲୋବ୍ ଇତ୍ୟାଦି। ଏସବୁ ରଖିବାର କାରଣ କ'ଣ? କେତେବେଳେ କ'ଣ ପଡ଼ିବ, ସହଜ ଜ୍ଞାନ ମାଧ୍ୟମରେ ଆମେ କିଛି ପ୍ରତିକାର କରିପାରିବା, ବିପଦର ସମ୍ମୁଖୀନ ହୋଇପାରିବା। କିନ୍ତୁ ଏଇସବୁ ସମସ୍ତ ପରିବାର ହେଉଛି ଶୁଦ୍ଧ ଅନୁଶୀଳନ ଉପରେ ହେଉଛି ରହିବାକୁ ହୁଏ ଏଇପରି କଲେ। ତେଣୁ ଠାକୁରଙ୍କର ଗୋଟିଏ କଥା ଅଛି ଯେ ଶିକ୍ଷା ଆମର, ସେଥିପାଇଁ ଖାଲି ଶିକ୍ଷିତ ହେଲେ, ଡିଗ୍ରୀ ନେଲେ ଯେ ଶିକ୍ଷିତ ଜଣେ ହେଇଯାଏ ତା ତ ନୁହେଁ। ମୁହଁରେ କହେ ବ୍ୟବହାର ନାହିଁ, ସେଇ ଶିକ୍ଷାର ମୁଖରେ ଛାଇ। ଲେଖା ପଢ଼ାରେ ଦକ୍ଷ ହେଲେ ଶିକ୍ଷା ତାକୁ କୁହେ ନା, ଅଭ୍ୟାସ ବ୍ୟବହାର ସହଜ ଜ୍ଞାନ ନହେଲେ ଶିକ୍ଷା ହିଁ ହୁଏ ନା। ସୁନ୍ଦର କଥା। ମା ମାନେ ଆମର ପାଠ ହିଁ ପଢ଼ିନଥିଲେ, କିଏ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲା, କିଏ ପ୍ରଥମ ଶ୍ରେଣୀ ଯାଇଥିଲା, କିନ୍ତୁ ତାଙ୍କର ଜ୍ଞାନ ଆଜିକାଲି ଆମମାନେ ଦେଖୁଛୁ, ତାଙ୍କ ଜ୍ଞାନ ଆମଠାରୁ ଯଥେଷ୍ଟ ଅଧିକ ଥିଲା। ପଢ଼ାପଢ଼ି ତ କରିନଥିଲେ, କିନ୍ତୁ ଆମେ ଆଜି ସମସ୍ତଙ୍କର କ୍ୱାଲିଫିକେସନ୍ ମାଷ୍ଟର ଡିଗ୍ରୀ। ଜାଣିଛନ୍ତି କ'ଣ? ସେ ଆଗ୍ରହ ବି ଆମେ ରଖୁନି। ବଡ଼ କଥା ଥିଲା ସେମାନଙ୍କର ସବୁ ଜିନିଷ ପ୍ରତି ଗ୍ରହଣ କରିବାର ଆଗ୍ରହ। ଗ୍ରହଣ ଥିଲେ ସିନା ନିରାକରଣ ହେବ। ଆମେ ଯେ ଗ୍ରହଣ କରିବାନି, ନିରାକରଣର ପ୍ରଶ୍ନ କେଉଁଠି ଉଠିବ? ସେଥିପାଇଁ ମାନିବା ଆଉ ଗ୍ରହଣ କରିବା ଗୋଟିଏ ବଡ଼ ଶିକ୍ଷା। ଶିକ୍ଷା ଅର୍ଜନ କରିବା ତ ନିହାତି ଦରକାର, କାରଣ ଏଇ ସାଧାରଣ ଜ୍ଞାନଟା ଆହୁରି ଉନ୍ନତ ହୋଇଯାଏ। ଆମର ଜାଣିବାର ଆଗ୍ରହ ଥିଲେ ଆମେ ଜାଣିବାକୁ ଚେଷ୍ଟା କରୁ କିପରି ବିପଦର ସମ୍ମୁଖୀନ ହେବୁ। ଏଇଠାରେ ଠାକୁର କହିଲେ ଯେ ସାଧାରଣତଃ ତୁମର ପାରିପାର୍ଶ୍ୱିକ ଗଛଲତା ବା ଅନ୍ୟ କିଛି ତା ମଣିଷର କି ପ୍ରୟୋଜନରେ ଲାଗିପାରେ, କି ଗୁଣ ତାହାର, କି ପ୍ରୟୋଜନରେ କିପରି ଭାବେ ବ୍ୟବହାର କରିବାକୁ ହୁଏ ଇତ୍ୟାଦି ନଖ ଦର୍ପଣରେ ରଖିଦିଅ, ବିପଦରେ ସାହାଯ୍ୟ ପାଇବ। ସବୁଠୁ ଅଠାରୁ କ୍ଷ ପର୍ଯ୍ୟନ୍ତ ଆମମାନଙ୍କୁ ସେ ଦେଇଛନ୍ତି। ଝିଅମାନଙ୍କୁ ସେ ବହୁତ ଭଲ ପାଆନ୍ତି।
ତାଙ୍କର ସେଥିପାଇଁ ନାମ ଦେଇଛନ୍ତି ମା। ଝିଅଟିର ମହିମାନ୍ୱିତ ରୂପ ହେଲା ତାଙ୍କ ମତରେ, ତାଙ୍କ କଣ୍ଠରେ ଯେ ସବ୍ଲାଇମ୍ ଫର୍ମରେ ମହିମାନ୍ୱିତ ରୂପ ହେଲା ମା। ମା ଛଡ଼ା ତାକୁ ଆଉ କିଛି କୁହାଯାଇପାରେ ନା। ତେଣୁ କେତେବେଳେ ଏଇ ମାଟିର ଯେ ପାଦ ସ୍ଖଳନ ହେବ ସେ ସେଥିପାଇଁ ସଚେତନଶୀଳ ଥିଲେ ନିଜେଇ ବେଶୀ ଆମଠାରୁ। ତେଣୁ ସେଇ ଯେଉଁ ଏଇ ଔଷଧୀୟ ଗଛ ଗୁଡ଼ାକ ଆମେ କିଛି ବାଡ଼ିରେ ହେଉଛି ଆମର ଲଗେଇବା। ଘରର ଜାଗା ନଥିଲେ ବି ଉପରେ କିଛି ଆଜିକାଲି ଗଛ ସବୁ କୁଣ୍ଡରେ ରଖାଯାଉଛି। ତାର ହେଉଛି ଅତ୍ୟଧିକ ମାନେ ତାର ଗୁଣାବଳୀ ଗୁଡ଼ାକ ଆମେ ଜାଣିବା। ଯେଉଁ ଗଛ ଲଗେଇବା ତାର ଗୁଣାବଳୀ ଜାଣିବା, ତା ସମ୍ବନ୍ଧରେ କିଛି ଶିଖିବା, ଜାଣିବା, ସହଜ ଜ୍ଞାନ ଆହରଣ କରିବା। ତେଣୁ ଯଦି ଆମେ ସେଇ ଗଛ ଗୁଡ଼ିକ କିଏ ଆଉ କିଛି ବି ଆମେ ଔଷଧୀୟ ଗୁଣ ଆଉ କିପରି ସବୁ ସମୟରେ ଆମର ଡାକ୍ତର ବୈଦ୍ୟ ତ ମିଳିବା ଆଜିକାଲି ଯୁଗରେ ତ ସ୍ୱପ୍ନ ହେଇଛି। କୌଣସି ଡାକ୍ତର ଘରକୁ ଆସନ୍ତିନି। ପୁରୁଣା କାଳରେ ଆସୁଥିଲେ ଡାକ୍ତରମାନେ ନିଜର ଜାଣିବା। ଆଜିକାଲି କିନ୍ତୁ ଡାକ୍ତର ଘରକୁ ଆସିବା ସ୍ୱପ୍ନ ହେଇଯାଇଛି। ତେଣୁ ଆମେ ସେଠି ବିପଦ ଦେଖି ଘବରେଇ ଯାଉ। ତେଣୁ ଘବରେଇବାନି। ତେଣୁ କିଛି ଆମର ଗଛ ଲଗେଇବା, ଯେଉଁ ଗଛ ଗୁଡ଼ିକ ଥାଲକୁଡ଼ି, ଅଶ୍ୱଗନ୍ଧା, ବେଲ, ତୁଳସୀ, ଲିମ୍ବ, ହଳଦୀ ଟିକେ ଆଉ ପୁଦିନା ଲଗେଇବା, ପିଜୁଳି ପତ୍ର ଲଗେଇବା। ଥଣ୍ଡା ହେଲେ ପୁଦିନା କାଟେ, ପିଜୁଳି ପତ୍ରରେ ଟିକେ ଗୋଲମରିଚ ଟିକେ ମିଶ୍ରି ଦେଇ ଯଦି ପିଲାଙ୍କୁ ପିଆଇଦେବା ତାହେଲେ ବି ଥଣ୍ଡା କାଟେ। ଆଉ ଲେଖିଛନ୍ତି ଅତ୍ୟଧିକ ଶୀତର ଯେଉଁ ଅତ୍ୟଧିକ କାଶ ଯେଉଁଟା ଛାଡ଼େନି, ଠାକୁର ଲେଖିଛନ୍ତି ବାସଙ୍ଗ ପତ୍ରର, ବାସଙ୍ଗ ଗଛର ଛାଲର ରସରେ ଯଦି ମହୁ ମିଶାଇ ଖିଆଯାଏ ତେବେ ଯେତେ ପୁରୁଣା ଧରଣର କାଶ ହେଉନା କାହିଁ ସେ ଉପଶମ ଲାଭ କର। ଏଥିପାଇଁ ଏଇସବୁ ଶିଖିବା ପାଇଁ ଆଉ ମା ଉପରେ ହେଉଛି ସବୁ ଭରସା। କାରଣ ମାର ନଖ ଦର୍ପଣରେ ଯେ ପରିବାରଟି ଥାଏ। ସେ ତାର ସ୍ୱାମୀ ସଂସାରକୁ ଆସି ତାର ବାପା ମା ପୁରା ଅଚିହ୍ନା ଘରକୁ ଆସିଥାଏ, କିନ୍ତୁ ସମସ୍ତଙ୍କୁ ଆପଣାଇ ନେଇଥାଏ। ଆଉ ତାର ନଖ ଦର୍ପଣରେ ଥାଏ ସମସ୍ତଙ୍କର ଇତିହାସ। ତେଣୁ କିପରି କେଉଁ ସମୟରେ କେଉଁ ପ୍ରয়োଜନ ମଣିଷର କି ପ୍ରয়োଜନ ପଡ଼ିପାରେ, କି ଥଣ୍ଡା ଧରେ, କି ପତଳା ପାଇଖାନା ହେଉଛି ପିଜୁଳି ପତ୍ରକୁ ହେଉଛି ନେଇ ସେଠି ପିଜୁଳି ପତ୍ରର କାମ କରେ। ବେଲ ବାଟି ମିଶ୍ରି ଟିକେ ଆଉ ଗୋଲମରିଚ ଟିକେ ବାଟି ଦେଲେ ହେଉଛି ପ୍ରଥମେ ଆମେ ଫାଷ୍ଟ ଏଡ୍ଟା କରିବା। ପ୍ରାଥମିକ ଚିକିତ୍ସା ଉଚିତ ଆମେ ଦେଇପାରିବା। ତାପରେ ଆମେ ବୈଦ୍ୟ ଅତିରିକ୍ତ ନହେଲେ ଆମେ ଯଦି ନ ପାରିବା ଆଉ ବେଳେବେଳେ ଏଇ ଔଷଧରେ ଆମର କମିଯାଏ। ଏଇ ନେଚରପାଥି ପ୍ରକୃତିଗତ, ପ୍ରକୃତି ତ ବଡ଼ ଡାକ୍ତର। ତେଣୁ ତାକୁ ଯେତେବେଳେ ଆମେ ସାହାରା କରିବା, ମା ପରି ଭାବି ବିଶ୍ୱାସ ରଖି ନିଷ୍ଠା ରଖି ଜିନିଷଟି ଯଦି ନାମ ସହିତ ଆମେ ପୁରା ସତ୍ସଙ୍ଗୀ, ଆମ ପାଖରେ ନାମ ଅଛି, ସେଇ ନାମକୁ ଧରି ଏଇ ସବୁ ପ୍ରଥମେ ଦେଲେ ଆମେ ବୈଦ୍ୟ ଡାକ୍ତର ନ ଆସିଲେ ବି ଆମେ ହଇରାଣ ହୁଅନ୍ତି ନାହିଁ, ଆମେ ଡରି ଯାଉ ନାହିଁ। ତେଣୁ ଏଇ ଜିନିଷ ଗୁଡ଼ିକ ଆମ ପାଖରେ ରଖିବା। ସବୁ ଏଇ ପ୍ରয়োଜନୀୟ ଜିନିଷ ଗୁଡ଼ିକ ଯେଉଁ ପ୍ରାଚୀନ କାଳେ ମୁଁ କହିଲି ସବୁ ଜିନିଷ ଗୁଡ଼ାକ ଖୁବ୍ ଦରକାରୀ ଆମେ ରଖିବା। ଆମେ ଘବରାଇ ଯିବାନି। ଆମେ ବିପଦର ସମ୍ମୁଖୀନ ହେବାକୁ ସବୁବେଳେ ଚେଷ୍ଟା କରିବା। ଆମେ ପରା ମା, ସେଥିପାଇଁ କେତେ ଭରସା ରଖିଛନ୍ତି ଠାକୁର। ତେଣୁ ଗ୍ରହଣ କରିବା ଶିଖିବା ଦରକାର। ତେଣୁ ନିରାକରଣ ଆମ ପାଖକୁ ହିଁ ଆସିବ। ତାପରେ ବ୍ରାହ୍ମ ମୁହୂର୍ତ୍ତରେ କୁହାଯାଇଛି ଯେ ଇଷ୍ଟଙ୍କୁ ସ୍ମରଣ କର। ତାଙ୍କର କଥା, ତାଙ୍କର ଇଚ୍ଛା, ତାଙ୍କର ଚଳନ ଚାହିଦା ଇତ୍ୟାଦି ଚିନ୍ତା କରି ଶଯ୍ୟା ତ୍ୟାଗ କର। ପରେ ପ୍ରାତଃକାଳୀନ ସାଂସାରିକ କାର୍ଯ୍ୟକ୍ରମ ଶେଷ କରି ପ୍ରାତଃକାଳୀନ ପ୍ରୟୋଜନର ଉପକରଣ ଯଥାର୍ଥ ଭାବେ ସଂଗ୍ରହ କରି ପୂର୍ବ ଦିଗରେ ଆନନ୍ଦ ଆରକ୍ତିମ ସୂର୍ଯ୍ୟଙ୍କୁ ଅବଲୋକନର ସହିତ ଗୁରୁଜନଙ୍କୁ ଅଭିବାଦନ କର। ସୁନ୍ଦର କଥା। ବ୍ରାହ୍ମ ମୁହୂର୍ତ୍ତରେ କୁହାଯାଏ ଶ୍ରୀକୃଷ୍ଣ ବି 4ଟା ସମୟରେ ବ୍ରାହ୍ମ ମୁହୂର୍ତ୍ତରେ ଉଠି ପ୍ରାତଃ ଭ୍ରମଣରେ ଯାଉଥିଲେ। ଠାକୁର ଆମର ଆଚାର୍ଯ୍ୟ ପରମ୍ପରାର ସମସ୍ତଙ୍କର ହେଉଛି ନିର୍ଦ୍ଦେଶ 4ଟା ସମୟରେ ସବୁ ଦେବାଦେବୀ, ସବୁ ଇଷ୍ଟ ସବୁ ସକ୍ରିୟ ଥାନ୍ତି। ଯେତେବେଳେ ବାତାବରଣ ଶୂନ ଥାଏ, ରାତ୍ରିର ଅନ୍ଧକାରରେ ସମସ୍ତେ ନିସ୍ତେଜ ହୋଇ ଉଠିଥାନ୍ତି, ନିସ୍ତେଜ ହୋଇଥାନ୍ତି, ସେତେବେଳେ ସକ୍ରିୟତା ବେଶୀ ଥାଏ। ତେଣୁ ଆମେ ସେହି ସମୟରେ ବ୍ରାହ୍ମ ମୁହୂର୍ତ୍ତରେ ହେଉଛି ଶଯ୍ୟା ତ୍ୟାଗ କରି କିପରି କରିବା ପୂର୍ବରୁ ତାଙ୍କର ଇଚ୍ଛା ମୋର ଇଚ୍ଛା ହଉ, ତାଙ୍କର ଚଳନ ଚାହିଦା ମୋର ଲକ୍ଷ୍ୟ ହଉ,
ଆଉ ତାଙ୍କର କଥା ମୋ ପାଇଁ ଉପଦେଶ। ସେଇ କଥା ତାଙ୍କର ଇଚ୍ଛା, ତାଙ୍କର ଯଦି ଚଳନ ଚାହିଦା ଇତ୍ୟାଦି ଚିନ୍ତା କରି ଶଯ୍ୟାକୁ ଯିବା ଉଚିତ ଆଉ ଶଯ୍ୟା ତ୍ୟାଗ କରିବା ଉଚିତ। ସେଥିପାଇଁ ଠାକୁରଙ୍କର ନିର୍ଦ୍ଦେଶ ଯେ ଆମେ ଶଯ୍ୟାକୁ ଯିବା ସମୟରେ ବି ଯଦି ନାମରେ ଥାଆନ୍ତି, ସାରା ରାତ ଆମ ଭିତରେ ଆମେ ଶୋଇଯାଆନ୍ତି ଜାଣିପାରନ୍ତିନି, କିନ୍ତୁ ଆମ ଭିତରେ ହିଁ ସେଇ ସତନାମ ଚାଲିଥାଏ। ତେଣୁ ଆମେ ଖରାପ ହେବା ବି କିପରି? ତେଣୁ ସକାଳୁ ଉଠି ସେ ତାଙ୍କରି ସ୍ମରଣରେ ଆମ ଦିନ ଖୋଲେ, ତାହେଲେ ଆମେ କୌଣସି ଅମଙ୍ଗଳର ଅଧିକାରୀ ତ ହେଇପାରିବା ନା। ମଙ୍ଗଳ ଯେ ସେ ମଙ୍ଗଳକୁ ଧରିଛି ଆମେ ଶଯ୍ୟାକୁ ଯାଇଛନ୍ତି ଆଉ ଶଯ୍ୟା ତ୍ୟାଗ କରିଛନ୍ତି। ତେଣୁ ଏଇଠି ମୁଁ କହିବି, ରାମକୃଷ୍ଣ ଠାକୁର କହନ୍ତି ଗୋଟେ କଥା। ପ୍ରଫୁଲ୍ଲ ଦାସ ଥରେ ଭକ୍ତ ପ୍ରବର ପ୍ରଫୁଲ୍ଲ ଦାସ ଠାକୁରଙ୍କୁ ପଚାରିଥିଲେ, ଠାକୁର ରାମକୃଷ୍ଣ ଠାକୁର ସବୁବେଳେ କୁହନ୍ତି ଯେ ଅଦ୍ୱୈତ ଜ୍ଞାନଟାକେ ଆଞ୍ଚলে বেঁধে যা খুশি তাই কর। এই অদ্বৈত জ্ঞানের তাৎপর্য কଣ? শ্রী ঠাকুর কইଥିଲେ যে একমাত্র ইষ্ট প্রতিষ্ঠার চিন্তা ভাবনা নেই তুমি যদি তোমার চলনটাকে চলাই নিও, তেবে দেখিব সবু চলনি তোমার নিখুণ হয়ে যাইছে। ইষ্ট ହିଁ ସବୁ, ଇଷ୍ଟଙ୍କର ହିଁ ସବୁ। ଆଉ ଏ ଜୀବନରେ ଯାହା କରଣୀୟ ଯାହା କିଛି ସବୁ ଇଷ୍ଟାର୍ଥେ ବା ଈଶ୍ୱରାର୍ଥେ। ଏଇ ସଚେତନତା ଯେତେବେଳେ ନିଷ୍କ୍ରିୟ, ଏଇ ନିଷ୍କାମ ନିଃସ୍ୱାର୍ଥପର ସଚେତନତା ଯେତେବେଳେ ଆସିଯାଏ, ସେଇ ହେଲା ସିଏ ଆଉ କିଛି ନୁହେଁ, ସେଇ ହେଲା ଅଦ୍ୱୈତ ଜ୍ଞାନ। ତେଣୁ ମୋର ଯେତେବେଳେ ମୁଁ ସବୁ ତାଙ୍କୁ ଦେଇଦେଲି, ମୋର ଆଉ ରହିଲା କ'ଣ? ତାଙ୍କରି ପଥରେ ମୁଁ ଚାଲିବି। ସେତେବେଳେ ମଣିଷ ଯେତେବେଳେ ଏଇ ପରିସ୍ଥିତିରେ ପହଞ୍ଚିଯାଏ, ତାର ଆଉ କାହାକୁ ଡର ନଥାଏ। ବିପଦ ତାକୁ ଡରେଇ ପାରେ ନା, କୌଣସି ପ୍ରଲୋଭନ ତାକୁ ଟାଣି ନେଇ ପାରେ ନା। ସେ ହେଉଛି ଠାକୁରଙ୍କର, ସେ ହେଉଛି ତାର ଇଷ୍ଟଙ୍କର। ତେଣୁ ଏଇ ଅଦ୍ୱୈତ ଜ୍ଞାନ ଯେଉଁ ନେଇ ଯଦି ଆମେ ସବୁବେଳେ ରହିବା, ତାପରେ ଆମେ ପରା ସତ୍ସଙ୍ଗୀ, ଆମକୁ ନାମ ମିଳିଛି, ସେଇ ନାମଟା ଇଚ୍ଛା କରିବା, ଚେଷ୍ଟା କରିବା, ଅଭ୍ୟାସଗତ କରିଦେବା ଯେ ସବୁବେଳେ ଆମର ଅଜାଣତରେ ଯେପରି ଅଜପା ଜପ ପରି ସେ ଚାଲିଥାଏ, ତାହେଲେ ଆମେ ଅମଙ୍ଗଳକୁ ଯିବା କିପରି? ସେଇ ବିଶ୍ୱାସ ରଖିବା ଦରକାର, ସେଇ ନିଷ୍ଠାର ସହିତ ଆଗେଇ ଯିବା ଦରକାର। ତେଣୁ କହିଛନ୍ତି ଯେ ପ୍ରାତ କାଳର ସୂର୍ଯ୍ୟଙ୍କର ଏଇ ଯେଉଁ ପୂର୍ବ ଦିଗରେ ଆନନ୍ଦ ଆରକ୍ତିମ ସୂର୍ଯ୍ୟଙ୍କୁ ଅବଲୋକନ ସହିତ ଗୁରୁଜନଙ୍କୁ ଅଭିବାଦନ କର। ଯେ ସେଇ ହେଉଛି ସୂର୍ଯ୍ୟ, ଯିଏ ହେଉଛି ରାତିର ସମସ୍ତ ଅନ୍ଧକାରକୁ ଦୂରେଇ ଦେଇ ଆମକୁ ଆଉ ଗୋଟିଏ ଦିନର ଦେଇଥାନ୍ତି। ଆଉ ଗୋଟିଏ ଦିନ ତୁ ପାଇଲୁ, ପୁଣି ରାତ୍ରି ତା ପରଦିନ ସକାଳ ହେବା ପର୍ଯ୍ୟନ୍ତ ଗୋଟିଏ ଦିନ ଆମକୁ ପ୍ରଦାନ କଲେ, ଆଲୋକ ପ୍ରଦାନ କଲେ, ସମସ୍ତ ଅନ୍ଧକାର ଆମର ଜୀବନକୁ ଦୂରେଇ ଦେଲେ। ତେଣୁ ତାଙ୍କୁ ଆମେ ପ୍ରଣାମ କରିବାନି ତ ଆଉ କାହାକୁ କରିବା? କନକ ବର୍ଣ୍ଣ ମହାତେଜଂ ରତ୍ନମାଳା ବିଭୂଷିତଂ ପ୍ରାତଃ କାଳେ ରବି ଦର୍ଶନମ ସର୍ବ ପାପ ବିନୋଚନମ। ହେ ଆଦିତ୍ୟ, ତୁମର କରୁଣା, ତୁମର ଶୁଭଦୃଷ୍ଟି ଆମ ଉପରେ ଥାଉ। ଏଇ ତାଙ୍କର ପ୍ରଣାମ କରି ଗୁରୁଜନମାନଙ୍କୁ, ଯେ ଗୁରୁଜନ ହେଉଛି ଆମ ପରିବାରର ସବୁକିଛି। ମୋର ସ୍ୱାମୀ ହେଉଛି ତାଙ୍କର ଦାନ। ଏଇ ନିଷ୍ଠା ଆମକୁ ରଖେ, ଏଇ ଭାବ ଆମ ପାଖରେ ରହିବା ଦରକାର। ଆମ ମା ମାନଙ୍କୁ କାହିଁକି ନାରୀର ନୀତି, ନାରୀର ପଥେ ଠାକୁର ଏତେ କଥା କହିଛନ୍ତି। ତେଣୁ ମୋର ସ୍ୱାମୀ ଯେ ତାଙ୍କରି ଦାନ, ତେଣୁ ସେଇ ଗୁରୁଜନମାନଙ୍କୁ ପ୍ରଣାମ କରି ସେହି ସମୟରେ ଯେପରି ବଡ଼ ମା ବ୍ରାହ୍ମ ମୁହୂର୍ତ୍ତରୁ ଉଠି ସବୁ ତାଙ୍କର କାର୍ଯ୍ୟ ଶେଷ କରି ପ୍ରଥମେ ସେ ଜପରେ ବସିଯାଆନ୍ତି, ସେତେବେଳେ ସେ ହୁଅନ୍ତି ଭକ୍ତର ଭଗବାନ ସହିତ ଯୁକ୍ତ ଯେଉଁ ହୁଏ, ଯୋଗଯୁକ୍ତ ହୁଅନ୍ତି। ଆଉ ସେ ହେଉଛି ଗୁରୁ ଭକ୍ତର ସମ୍ବନ୍ଧରେ ସେ ସମ୍ବନ୍ଧିତ ହୁଅନ୍ତି ତାଙ୍କର ସ୍ୱାମୀଙ୍କ ସହିତ। ସେତେବେଳେ ସେ ଆଉ ସ୍ୱାମୀ ତାଙ୍କର ସ୍ୱାମୀଙ୍କୁ ତ ସେ ଇଷ୍ଟ ପରି ମାନିଥିଲେ। ତେଣୁ ସବୁ ବ୍ରାହ୍ମ ମୁହୂର୍ତ୍ତରେ ସେ ବସନ୍ତି, ଜପରେ ସେ ଯୁକ୍ତ ହୁଅନ୍ତି ତାଙ୍କ ସ୍ୱାମୀଙ୍କ ସହିତ, ଭକ୍ତ ଭଗବାନ ରୂପରେ। ତେଣୁ ସେହି ସମୟରେ ତାପରେ ନିଜେ ହେଉଛି ବିଶ୍ୱନନ୍ଦାଙ୍କର ଧରଣୀ ହେଇକି ମଧ୍ୟ ଇଷ୍ଟବୃତ୍ତି ଦେଇ ଯାଆନ୍ତି ଠାକୁରଙ୍କ ପାଖକୁ। ସେଇଠି ଠାକୁରଙ୍କର ଯେତେବେଳେ ଶୋଇଥାନ୍ତି, ଚୁପଚାପ ଚାହିଁକି ସେ ହେଉଛି ବସନ୍ତି, କୌଣସି ଶବ୍ଦ ନ କରି ପାଖରେ ଚେୟାରଟାରେ ବସନ୍ତି।
ଠାକୁର ଯେତେବେଳେ ଉଠନ୍ତି ସେବିକା ସେବକ ମାନେ ତତ୍ପର ହେଇ ଉଠନ୍ତି, ସେତେବେଳେ ମୁଖ ପ୍ରକ୍ଷାଳନ କରି ଠାକୁର ଯେତେବେଳେ ଆସନ୍ତି ପ୍ରଥମ ହେଉଛି ମା ତାଙ୍କ ମୁହଁ ପୋଛି ଦିଅନ୍ତି, ଆଉ ଇଷ୍ଟବୃତ୍ତିର ସେଇ ଲବଙ୍ଗ ସୁପାରି ଯେଉଁ କିଣି ରଖିଥାନ୍ତି ସେଇଥିରୁ ମୁହଁରେ ଖଣ୍ଡିଏ ଦିଅନ୍ତି। ଆଉ ସେଇ ସମୟରେ ସେ ଠାକୁରଙ୍କୁ ଲକ୍ଷ୍ୟ କରି ଜାଣି ନିଅନ୍ତି ଠାକୁରଙ୍କର ସ୍ୱାସ୍ଥ୍ୟର ଅବସ୍ଥା କ'ଣ। ମାର ସେଇ ଶକ୍ତି ଥାଏ, ମା ତା ପିଲାକୁ ପେଟରେ ଧରିଥାଏ 10 ମାସ, ସେଇ ଭାବନାରେ ସେଇ ଶକ୍ତି ସମ୍ପନ୍ନ ଠାକୁର କହୁଛନ୍ତି। ମା ଯଦି ଚାହେଁ, ସେ ଯଦି ନିଃସ୍ୱାର୍ଥପର ଭଲ ପାଇବା ଆନ୍ତରିକତା ସହିତ ସମସ୍ତଙ୍କୁ ଦେଖେ, ତେବେ ସମସ୍ତେ ମା କହିବା ପାଇଁ ବାଧ୍ୟ। ଆଉ ସେଇ ଅଧିକାରରେ ସେ ବୁଝିନିଏ ମୋ ପରିବାରର ସମସ୍ତ, ମୋର ଗୁରୁଜନ ମାନେ କିପରି ଅଛନ୍ତି, ମୋର ପରିବାର ମୋର ସନ୍ତାନ ମାନେ କେମିତି ଅଛନ୍ତି, ମୋର ସ୍ୱାମୀ କେମିତି ଅଛନ୍ତି, ମୋର ଦିଅର ନଣନ୍ଦ କେମିତି ଅଛନ୍ତି, ମୋ ଗଛଲତା ମାନେ କିପରି ଅଛନ୍ତି। ସକାଳର ଗୋଟେ ପ୍ରାତଃ ଭ୍ରମଣରେ ସେ ଲକ୍ଷ୍ୟ ରଖିନିଏ ଯେ କାହାର ସ୍ୱାସ୍ଥ୍ୟ କିପରି ଅଛି। ତେଣୁ ସନ୍ତତିକୁ ସେ ସେତେବେଳେ ମଧୁର ସମ୍ଭାଷଣରେ ହେଉଛି ସବୁବେଳେ କହିବ ଠାକୁର ଯୋଉଟା କହିଛନ୍ତି। ଆଉ ସବୁବେଳେ ସେ କହିଛନ୍ତି ହାତେ କାମ ମୁଖେ ନାମ, ହାତରେ ତ କାମ ଥିବ, ମୁଖରେ କିନ୍ତୁ ନାମ ଥିବ। ତେଣୁ ଶ୍ରୀ ଠାକୁରଙ୍କ ମତରେ ଶିକ୍ଷା ହେଲା ଆଚାର, ଆଚରଣ ଆଉ ଚରିତ୍ର। ଏଇ ଆଚାର ଆଉ ଆଦର୍ଶ ହେଲେ ଏଇ ଆଚାର ଆଚରଣ ଆଉ ଚରିତ୍ରର ଉତ୍ସ। ଯେଉଁଠି ପ୍ରେମ ସେଇଠି ପରମାତ୍ମା। ତେଣୁ ତାଙ୍କୁ ଧରି ଦିନଟି ଆରମ୍ଭ କଲେ, ଦିନର ଶୁରୁଆତ ଯଦି ହୁଏ, ତାହେଲେ ଆଉ କିଛି ଅଭାବ ଆମର ରହିବନି, ଆମର ବିପଦ ଆସିବନି, ଆମେ ତାଙ୍କୁ ନେଇ ହିଁ ଚାଲିବା। ତେଣୁ ଏଇ ମାଧୁର୍ଯ୍ୟ, ତେଣୁ ସକାଳେ ଉଠି ସମସ୍ତଙ୍କୁ ସ୍ନେହ ସମ୍ଭାଷଣ କରିବାକୁ ପଡ଼େ। ଯେତେ ହେଉଛି ପରସ୍ପର ଅର୍ଥବ୍ୟ ବେଦରେ ଅଛି, ମୋ ଜିହ୍ୱାଗ୍ରରେ ମଧୁ ରହୁ, ମୋର ହୃଦୟରେ ମହୁଫେଣା ରହୁ। ହେ ମାଧୁର୍ଯ୍ୟ ତୁ ମୋର ସଂକଳ୍ପରେ ବସିଯା, ହେ ମାଧୁର୍ଯ୍ୟ ତୁ ମୋର ଉପଲବ୍ଧରେ ରହ। ମୁଁ ଉପଲବ୍ଧ କରିପାରେ ତତେ, ମୋ ମୁହଁରୁ ଯେମିତି କୌଣସି ଖରାପ କଥା ନ ବାହାରୁ। ମୁଁ ହେଉଛି ଏଇ ମଧୁର ଭାଷଣ ଆଉ ମଧୁର ବଚନ ଦ୍ୱାରା ଗୋଟେ ଶକ୍ତିଶାଳୀ ହାତୀକୁ, ଶେଖ୍ ସାଦି ଏଇଟା କହିଛନ୍ତି, ପର୍ସିଆନ ପୋଏଟ୍। ଗୋଟେ ଶକ୍ତିଶାଳୀ ହାତୀକୁ ଗୋଟେ ଚୂଳରେ ହେଉଛି ବାନ୍ଧି ଦିଆଯାଇପାରେ, ତା ମାହୁନ୍ତ ତାକୁ ବାନ୍ଧି ରଖିଦେଇଥାଏ, ଏତେ ବଡ଼ ଶକ୍ତିଶାଳୀ। କାରଣ ସେଇଠି ଆମେ ଦେଖିବା ଯେ ନରମ ରେଶମକୁ ଯେ ଗୋଟେ ଖଣ୍ଡା କାଟିପାରେ ନା, ସମସ୍ତଙ୍କର ସେ ଶକ୍ତି ନଥାଏ। ମାର ଏ ଶକ୍ତି ଅଛି। ତେଣୁ ଗୃହରେ ଶାନ୍ତି ଆନନ୍ଦ ନିମିତ୍ତ ପରିବାର ସହିତ ସଦସ୍ୟଙ୍କର ସହିତ ମଧୁର ସୁମଧୁର ବ୍ୟବହାର ସବୁବେଳେ ରଖିବା ଉଚିତ। ମିଠା କୁହ, ମଧୁର କୁହ, ସତ୍ୟ କୁହ ଓ ହିତ କୁହ। ତେଣୁ ଏଇଟା ହେଉଛି କହିବା ଦ୍ୱାରା ସମ୍ଭାଷଣଟା ଆମର ସବୁବେଳେ ମଧୁର ହେଲେ ମଧୁରରେ ତାର ଶେଷ ହେବ। ପ୍ରାରମ୍ଭ ମଧୁରରେ ଆରମ୍ଭ କରିବା, ତେଣୁ ମଧୁରରେ ତା ଶେଷ ନିଶ୍ଚିତ ହେବ। ତା ଭିତରେ ରାଗ ଦ୍ୱେଷ ଆସିବ ବି କାହିଁକି? ଆମେ ଅଷ୍ଟପାଶ ଠାରୁ ଯେ ଦୂରରେ ଅଛନ୍ତି, ନାମରେ ଅଛନ୍ତି, ଇଷ୍ଟଙ୍କୁ ନେଇ ଚାଲିଛନ୍ତି। ତେଣୁ ଅଷ୍ଟପାଶ ଆମର କିଛି ତା ପାଶରେ ବାନ୍ଧି ପାରିବ ନାହିଁ। ତେଣୁ ଏଇଠି ସୁମଧୁର ଭାବରେ ସନ୍ତାନ ସତଙ୍କରୁ ସମସ୍ତଙ୍କ ସ୍ନେହ ଭାଷଣ ସମ୍ଭାଷଣ ଦ୍ୱାରା ପ୍ରତ୍ୟେକର ସ୍ୱାସ୍ଥ୍ୟର ଖବର ନେବାକୁ ହୁଏ। ଏଇଠି ବଡ଼ମାଙ୍କର ସେଇଥିପାଇଁ ମୁଁ ଏକ୍ଜାମ୍ପଲ୍ ଦେଲି। ବଡ଼ମା ପ୍ରତ୍ୟେକ ସକାଳେ ଯାଇ ଲକ୍ଷ୍ୟ କରି ଜାଣି ନିଅନ୍ତି ଠାକୁରଙ୍କର ଆଜି ଶରୀରର ଅବସ୍ଥା କ'ଣ, ଖାଦ୍ୟଟା କିପରି ଭାବରେ ରାନ୍ଧିବାକୁ ପଡ଼ିବ। ଏଇ ରୋଷେଇ ହେଉଛି ତାର ଆନ୍ତରିକତା, ସୁସ୍ଥ ମନର ଆନ୍ତରିକତା ଭାବରେ ଆଉ ଭଲ ପାଇବା ଦେଇ ଯଦି ରୋଷେଇ କରାଯାଏ, ତାହେଲେ କେବେ ରୋଗ ଆସିବ ନାହିଁ। ସେଥିପାଇଁ ସେ କହୁଛନ୍ତି ଯେ ପ୍ରତ୍ୟେକର ସ୍ୱାସ୍ଥ୍ୟର ଖବର ନେବାକୁ ହୁଏ। ଏଇ ଅଭ୍ୟାସର ଏପରି କରି ନେବାକୁ ଚେଷ୍ଟା କର ଯେପରି ପ୍ରତ୍ୟେକ ମୁହଁ ଦେଖି ହିଁ ଯଥାସମ୍ଭବ ଅଳ୍ପ କଥାର ଭିତରେ ଦେଇ ସ୍ୱାସ୍ଥ୍ୟ ଓ ପ୍ରୟୋଜନର ଖବର ଅନାୟାସରେ ସଂଗ୍ରହ କରିପାରିବ। ସ୍ୱାସ୍ଥ୍ୟ କିପରି ଅଛି ଆଉ ଖାଦ୍ୟଟା ଯେ କିପରି ହେବା ଦରକାର, ତାର ପ୍ରୟୋଜନ କ'ଣ ଆଉ ତାର ନିରାକରଣ କ'ଣ, ତାକୁ ହେଉଛି। ସେଥିପାଇଁ ଠାକୁର କହିଛନ୍ତି ଯେ ତୁମର ବୁଦ୍ଧି ସବୁ କ୍ଷେତ୍ରରେ, ତୁମର ସବୁ କର୍ମରେ ତୁମେ ଟିକେ ବିଜ୍ଞାନ ସମ୍ମତି ହେବା ପାଇଁ ଗୋଟେ ବିଜ୍ଞାନ ପ୍ରସ୍ତୁତିକୁ ବୈଜ୍ଞାନିକ କାରଣ ସହିତ ଗୋଟେ ବିଜ୍ଞାନଗାର ଘରଟିକୁ କରିନିଅ। କିପରି ହେବ, ମୁଁ କିପରି କରିବି, ଏଇଟା କ'ଣ, କିପରି ହେବ, କିପରି ତାର ସମାଧାନ। ତେଣୁ ଏଇସବୁ ଯଦି ମନରେ ସବୁବେଳେ ଗୋଟେ ଗବେଷଣା ଚାଲେ, ଗବେଷଣାଗାର ଭୁଲ କହିଲି, ଏଇ ଯେଉଁ ବିଜ୍ଞାନ ସମ୍ମତ ହେବା ପାଇଁ ଗବେଷଣାଗାର ଘରଟିକୁ କରିନିଅ। ସବୁବେଳେ ମୁଣ୍ଡ ଚଳେଇବାକୁ ପଡ଼ିବ ଯେ ଏଇ
ରୋଗଟି ଏଇ ରୋଗ ହେଇଛି, କ'ଣ ମୁଁ ପ୍ରାଥମିକ ଚିକିତ୍ସା କରିପାରିଲେ ଏ ଭଲ ହେବ, ତାର କିପରି ମୁଁ ଖାଦ୍ୟ ପ୍ରୟୋଗ କରିବି ସେଥିରେ ସେ ଭଲ ରହିବ, କିପରି ମଧୁର କଥା ଦ୍ୱାରା ତାର ରୋଗର କିଛି ଭାର କମେଇ ଦେବି। ତେଣୁ ଏଇ ତିନିଟା ଜିନିଷ, ସରଳ ହୃଦୟ, ମଧୁର ବଚନ ଆଉ ବୁକୁ ଭରା ପ୍ରେମ ମୁକ୍ତିର ହେଉଛି ଉପାୟ। ତେଣୁ ଏଇ ତିନୋଟି ଯଦି ଆମ ସାଙ୍ଗରେ ଥିବ, ଆନ୍ତରିକତା ଭାବ ଭଲ ପାଇବା ଯଦି ଥିବ, ତେବେ ଆମେ ହାରିଯିବାନି କେବେ ବି। ତେଣୁ ଠାକୁର ସେଇ କଥା କହୁଛନ୍ତି, ଏଇ ଅଳ୍ପ ସମୟ ଭିତରେ ତୁମେ ଜଣଙ୍କର ସ୍ୱାସ୍ଥ୍ୟ ଓ ପ୍ରୟୋଜନର ଖବର ଅନାୟାସରେ ପାଇପାରିବ। ତୁମର ସେ ଭଲ ପାଇବା ଥିଲେ, ସେ ଆନ୍ତରିକତା ଯଦି ଆମ ଭିତରେ ଥାଏ, ଆମେ ଚାହିଁଦେଲେ ଜଣଙ୍କର ଆଖିରୁ ସେ କ'ଣ ଚାହୁଁଛି ବୁଝିପାରିବା। ଇଏ ମା ପାଖରେ ସେ ଶକ୍ତିଟା ଅଛି। ତେଣୁ ଏଇଠୁ ସଂଗ୍ରହ କରିପାର। ଆଉ ଏହା ହିଁ ଯେପରି ତୁମର ରନ୍ଧନ ବ୍ୟାପାରକୁ ପରିଚାଳିତ କରେ, ଯୋଉଟାକୁ ମୁଁ କହୁଥିଲି। ୟାପରେ କିପରି ଦେହଟି ଆଜି ଅଛି, ଏଇ ରନ୍ଧନରେ ଆଜି ମୁଁ ମୋର ରୋଷେଇରେ, ମୋର ରାନ୍ଧଣାରେ କ'ଣ କ'ଣ ରାନ୍ଧିବି, କାହାର ଦେହ କିପରି ଅଛି, ମୁଁ ସେମାନଙ୍କ ପାଇଁ ପ୍ରସ୍ତୁତ କରିବି। ବଡ଼ ମା ଯେପରି ସମସ୍ତଙ୍କର କଥା ବୁଝୁଥିଲେ, ସମସ୍ତେ ଦେଖିପାରୁଥିଲେ, ସବୁ ଜାଣିପାରୁଥିଲେ, ଅନାୟାସରେ ସେଇ ଟିକିଏ ଚାହାଣୀରେ, ସକାଳର ଚାହାଣୀରେ ସେ ଧରି ନେଉଥିଲେ ଠାକୁରଙ୍କର ଅବସ୍ଥା କିପରି ଅଛି। ତେଣୁ ଅର୍ଥାତ୍ ପ୍ରତ୍ୟେକଙ୍କର ସ୍ୱାସ୍ଥ୍ୟ ଅନୁଯାୟୀ ଆହାର୍ଯ୍ୟ ଯେପରି ପ୍ରତ୍ୟେକ ହେଉଛି ପାଆନ୍ତି। ଆମର ହେଉଛି ଏଇଠି ହେଉଛି ଠାକୁର କହିଛନ୍ତି, ଠାକୁରଙ୍କର ହେଉଛି ଯେ ଆହାର ଶୁଦ୍ଧି ତ ସତ୍ତ୍ୱ ଶୁଦ୍ଧି, ସୁସ୍ଥ ମନ ସୁସ୍ଥ ଚିନ୍ତନ, ପ୍ରସନ୍ନ ଚିତ୍ତେ କର ଭୋଜନ। ଯଦି ସୁସ୍ଥ ମନ ନେଇ, ସୁସ୍ଥ ଚିନ୍ତାଧାରା ନେଇ, ଆନ୍ତରିକତା ଭାବ ନେଇ, ଆଉ ଭଲ ପାଇବାର ଟିକେ ମଧୁରତା ଦେଇ ଆମେ ଯଦି ଖାଦ୍ୟଟା ରନ୍ଧନ କରିବା, ତେବେ ନିଶ୍ଚିତ ସମସ୍ତଙ୍କ ପାଖରେ ପହଞ୍ଚିବ। କାରଣ ଖାଦ୍ୟ ରନ୍ଧିବା କରିବା ସମୟରେ, ଆଉ ଖାଦ୍ୟ ଯେତେବେଳେ ପରଷି ଦିଏ ଗୋଟେ ସ୍ତ୍ରୀ, ସେ ସେତେବେଳେ ତାର ସ୍ୱାମୀକୁ ବି ସନ୍ତାନ ଭାବେ। କାରଣ ସେ ସେତେବେଳେ କହିବେ ଆଉ ଟିକେ ଖାଅ, ଆଉ ଟିକେ ତୁମେ ଖାଅ। ସମସ୍ତେ ଖାଇବାରେ ସେ ସନ୍ତାନ ପରି ସମସ୍ତଙ୍କର ଚର୍ଚ୍ଚା କରେ, ସେ ସେତିକିବେଳେ ହେଇଯାଏ ମା। ତେଣୁ ଠାକୁର ଖାଲି ମା କହିନାହାନ୍ତି ଏ ନାରୀ ଜାତିକୁ। ତେଣୁ ଯେତେବେଳେ ଠାକୁର ଏଇଠି କହିଛନ୍ତି, ସେ ଠାକୁରଙ୍କ ମତରେ ହବିଷାନ୍ନ, ଆମେ ଠାକୁରଙ୍କ କଥା ହିଁ ମାନିବା। ଆମେ ତ ମନମାନି କରିପାରିବାନି, ଆମେ ଠାକୁରଙ୍କର ବାଣୀ ବ୍ୟାଖ୍ୟା କରୁଛନ୍ତି। ତେଣୁ ଠାକୁରଙ୍କର ମତରେ ହବିଷାନ୍ନ ପରେ ପୁଷ୍ଟିସାର ଖାଦ୍ୟ ଖୁବ୍ କମ୍ ଅଛି। ଏଇଠି ଯେଉଁ ସେଥିରେ ଥାଏ, ଅରୁଆ ଚାଉଳ ଥାଏ, କଞ୍ଚା କଦଳୀ ଥାଏ, ସିଝା ଡାଲି ଥାଏ, ଆଉ ତାପରେ ଖସା ବଟା ଥାଏ, ଘିଅ ଦୁଧ ଥାଏ, ପାଚିଲା କଦଳୀ ଥାଏ। ଏସବୁ ଠାକୁର କହୁଛନ୍ତି ଇତ୍ୟାଦି ଗ୍ରହଣ ଯଦି କରାଯାଏ, ଏଥିରେ ବିଶେଷ ହେଉଛି କୌଣସି ଡେଫିସିଏନ୍ସି ବା ଅଭାବ ନଥାଏ। ସମ୍ପୂର୍ଣ୍ଣ ଆମେ ସଫିସିଏଣ୍ଟ ଆମରେ ଏନର୍ଜେଟିକ୍ ଆମେ ହେଇପାରିବା। ସେ କ୍ୟାଲୋରି ବି ପାଇବା, ତାର ପ୍ରୋଟିନ୍ ପାଇବା, ସବୁକିଛି ଆମେ ପାଇବା, ଜିଙ୍କ ପାଇବା, ଆମେ ସଲ୍ଟ ପାଇବା, ସବୁକିଛି ଆମେ ପାଇବା। ତେଣୁ ଆମେ ଯଦି ଆଉ ତା ସହିତ ଠାକୁର କହୁଛନ୍ତି କିଛି ତଟକା ପନିପରିବା ଆଉ ଫଳ ମଧ୍ୟ ଖାଇବା ଦରକାର। ତେଣୁ ଏଇ ଯେଉଁ ମଣିଷର ଜୀବନର ଖାଦ୍ୟ ହେଲା, ଆଉ ଗୋଟିଏ କଥା ଏଇଠି କହିବି, ସେଇ ଯେ ଅଦ୍ୱୈତ ଜ୍ଞାନ, ସେଇ ସବୁକିଛି ତାଙ୍କର ଦିଆହୁଏ ସବୁକିଛି। ଆମେ ଯେ ବନଉଛୁ ଆମର ଖାଦ୍ୟ ବି, ସେଥିପାଇଁ ମଣିଷର ଖାଦ୍ୟ ହେଲା ଈଶ୍ୱରଙ୍କ ପ୍ରତି ଅନୁରାଗ। ଏଇ ଅନୁରାଗ ଭାବ ତାଙ୍କ ପ୍ରତି ଥିଲେ ଆମେ ନିହାତି ସମସ୍ତଙ୍କ ପାଇଁ ଅନୁରକ୍ତ ହେଇପଡ଼ିବା, ସମସ୍ତଙ୍କ ପାଖରେ ପହଞ୍ଚି ପାରିବା। ସେତିକି ପହଞ୍ଚିବା ଦରକାର। ତାଙ୍କ ପାଖରେ ଆମେ ରହିଲେ ସିଏ ଆମକୁ ସବୁ ଠିକ୍ ଠିକ୍ ହେଉଛି ଜଣେଇଦେବେ। ତେଣୁ ଏଇଠି କଠିନ ପରିଶ୍ରମ ଯଦି ଥାଏ, ଠାକୁର କହୁଛନ୍ତି, ଆଉ ଯଦି ନାମ ଯଦି ଠିକ୍ ରୂପରେ ହେଉଥାଏ, ଆଉ ମାନସିକ ଶାନ୍ତି ଯଦି ଥାଏ, ତେବେ ଭାତ ଡାଲି ଖାଇ ହଜମ କରିପାରିଲେ ସେ ତାଠାରୁ ପୁଷ୍ଟିକର ଖାଦ୍ୟ ଆଉ କିଛି ନାହିଁ। ଏଇଠି ଟାଇମ୍ ଅଛି କି ନାଇଁ ମା, ଏଇଠି ହିମାଳୟପୁର ଆଶ୍ରମ କଥା ଠାକୁର ହେଉଛି କହିଛନ୍ତି ଯେ 20 ବର୍ଷ ଧରି ଠାକୁର ରୂପରେ ଗୋଟିଏ ଲୋକ ମରିନଥିଲେ ଖାଇବା ଦୋଷରୁ। କେବଳ ଭାତ ଡାଲିରେ ଟିକିଏ ଗୋଟେ ତରକାରୀ ହେଉଥିଲା। ଯେଉଁଦିନ ଘିଅ ଲାଗୁଥିଲା ଠାକୁର କହୁଥିଲେ ସେଦିନଠୁ ଗୋଟେ ଫିଷ୍ଟ ମନେ ହେଉଥିଲା, ଫିଷ୍ଟ ହେଇଯାଉଥିଲା ସେଦିନ। ତେଣୁ ଯେତେବେଳେ ସମସ୍ତେ ଏଇ ପ୍ରଭାସ ଦାଦା ବି ଟିକେ ସେମାନଙ୍କ ସାଙ୍ଗେ ମିଶିଲେ, ଲୋକମାନେ କହିଲେ ଏମିତି ଖାଇ ଆମର ତ ସବୁ କିଛି ଶକ୍ତି ରହିବନି, ଏନର୍ଜି କମିଯିବ। ଠାକୁର ଆଉ କିଛି କହିଲେନି, ସମସ୍ତେ କହୁଛନ୍ତି। ତେଣୁ ପୁଷ୍ଟିକର ଖାଦ୍ୟ ଆଉ ସ୍ୱାଦିଷ୍ଟ ଖାଦ୍ୟ, ଟିକେ ତେଲ ମସଲା ଯୁକ୍ତ ଖାଦ୍ୟ ତିଆରି ଗଲା। ତାପରେ ଗୋଟିଏ ଲୋକ ହେଉଛି କଳା ଜଳରେ ଯେତେବେଳେ ତାର ଆକ୍ରାନ୍ତ ହୁଏ ଆଉ ମରି ବି ଯାଏ,
ସେତେବେଳେ ବାହାରେ ଲୋକମାନେ କହିଲେ ଏଇ ଆଶ୍ରମରେ କ'ଣ କରୁଛନ୍ତି କେଜାଣି, ଲୋକମାନେ ମରିଯାଉଛନ୍ତି ଖାଇକି। ଦୋଷ ଦେବାକୁ ଲୋକ ଜାଣେ, ଉପଦେଶ ହେଉଛି ଦେଇପାରେ, କିନ୍ତୁ ଉଦାହରଣ କେବେ ବି ହୁଏନି। ଠାକୁର କହୁଛନ୍ତି ଆଗେ ଉପଦେଶ ଦବା ଆଗରୁ ଉଦାହରଣ ହେଇଯାଅ, ତାହେଲେ ଉପଦେଶ ଦେଇପାରିବ, ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ମୁଁ ନିଜେ ନ କହି ନିଜେ ନ କରି ଅନ୍ୟକୁ ଯଦି କୁହେ ତାହେଲେ ସେଇଠି ହେଉଛି ମୋର ମହତ୍ଵ ରହିବ ନାହିଁ। ତାପରେ ଲୋକମାନଙ୍କର ଏଇ ଯେଉଁ ତେଣୁ ରାନ୍ଧଣଟା ଆମର କିପରି କରିବା ଦ୍ୱାରା ସୁସ୍ଥ ମନ ନେଇ କରିବା ଦରକାର, ଆନ୍ତରିକତା ଭାବ, ଭଲ ପାଇବାର ମୁଁ ଦେଇ ମଧୁରତା ଦେଇ ରାନ୍ଧିବା। ତେଣୁ ଏଇଠି ହେଉଛି ଆମେ ଅତ୍ୟଧିକ ଆହାର, ଠାକୁର ତାପରେ କହୁଛନ୍ତି ମହୁ ସହିତ ଯଦି ଠାକୁର ଗୋଟିଏ କଥା ଭଲ କଥା କହିଛନ୍ତି, ହଁ ଜୟଗୁରୁ, ଟିକେ ଫୋନ୍ ଆସିଗଲା। ତେଣୁ ଟିକେ ଖାଆନ୍ତି ଯଦି ନା ଇଏ କରି ଠାକୁର ଯେତେବେଳେ ଯେଉଁଟା ଆମର ସହଜ ପାଚ୍ୟ ସେଇ ଖାଦ୍ୟ ଆମର ଖାଇବା ଦରକାର। ଆଉ ଠାକୁର କହୁଛନ୍ତି ଭାତ ଥାଳିରେ ଯଦି ଟିକେ ମହୁ ଚାଟିକିରି ଖାଆନ୍ତି ତାହେଲେ ବହୁତ ରୋଗର ଉପଶମ ହୁଏ। ଆଉ କହିଛନ୍ତି ଟନିକ୍, ଆମେମାନେ ନାନା ପ୍ରକାର ଦାମୀ ଦାମୀ ଟନିକ୍ କିଣି ଖାଉ, ସେଇଟା ଠାକୁର ଉଚିତ ମନେ କରିନାହାନ୍ତି। ଠାକୁର କହୁଛନ୍ତି ପଞ୍ଚାମୃତ, ଯେଉଁଟାକି ମଧୁ ଆଉ ଘିଅ, ଦୁଧ, ଦହି, ମହୁ, ଗୁଡ଼ ପାଚିନି, ପଞ୍ଚାମୃତ ଯେଉଁ ଆମର ହୁଅନ୍ତି ସେ ସବୁଠାରୁ ବଡ଼ ଟନିକ୍। ଯଦି ସେ କିଏ ତାକୁ ହଜମ କରିପାରେ, ଏଇଟା ହେଉଛି ସବୁଠାରୁ ବଡ଼ ଟନିକ୍। ଆଉ ଶରୀରକୁ ବହୁତ ସୁସ୍ଥ କରି ରଖିଥାଏ। ତା ବାସଙ୍ଗ ହଁ ସେଇଟା ତ ମୁଁ କହିଛି। ତାପରେ ଅତ୍ୟଧିକ ଆହାର କରିବାନି କି ଅତ୍ୟଧିକ ଅନାହାରରେ ବି ରହିବା ଅନୁଚିତ। ତେଣୁ ଲୋଭ ଲାଳସାରେ ଉଦ୍ଦୀପ୍ତ ହୋଇ ଯଦି ଆମେ ଚାହିଁବା ଯେ ଖାଦ୍ୟ ଟିକେ ବେଶୀ ଖାଇଦେବା, ସେଇଟା ହେଉଛି ହଜମ ଶକ୍ତିରେ ବାଧା ସୃଷ୍ଟି କରେ। ଆମେ ନିଜେ ହାତରେ କୁରାଢ଼ି ଦେଉ, କୁରାଢ଼ି ମାରୁ, କାରଣ ଆମ ପେଟ କ'ଣ, ଆମ ଦେହରେ କ'ଣ ଯାଉଛି ଜାଣିବା ଦରକାର। ତେଣୁ ଆମେ ସେଇପରି ଖାଦ୍ୟ ହେଉଛି ଗ୍ରହଣ କରିବା ଦରକାର। ଆଉ ଖାଦ୍ୟ ଖାଇବା ସମୟରେ ସଦାଚାର ହେଉଛି ମାନିବା ଦରକାର। ଖାଦ୍ୟ ଖାଇବା ସହିତ କୌଣସି ଶବ୍ଦ କରିବା, ସେଠି ଗୋଟେ ଭଙ୍ଗୀ ଅଙ୍ଗ ଢଙ୍ଗୀ ନାନା ପ୍ରକାର, ମନେକର ଥଣ୍ଡା ହେଇଛି ନାକରୁ ସେଠି କରୁଥିବା ଆଉ ଅଥଚ ରୁମାଲଟିଏ ରଖିନଥିବା, ଆଉ କାଶୁଥିବା, ତେବେ ଅନ୍ୟର ସେଇ ସମୟରେ କ'ଣ ହୁଏ, ଅନରୀର ବିରକ୍ତି ଭାବର ପାତ୍ର ଆମେ ହୁଅନ୍ତି, ଆଉ ତାଙ୍କର ଘୃଣା ବି ଆସେ। ତେଣୁ ଏପରି ଆମେ ସଦାଚାର ବ୍ୟବହାର କରିବା, ଯେପରି ରୁମାଲଟିଏ ସବୁବେଳେ ରଖିବା ଆମକୁ ଥଣ୍ଡା ଧରିଛି। ତେଣୁ ଏଇପରି ଅପବ୍ୟବହାର ଆମେ କେବେ କରିବା, ଖାଦ୍ୟ ବେଶୀ ଖାଇବା ଅପେକ୍ଷା ପେଟ ଟିକେ ଖାଲି କରି ଖାଇବା। ତେଣୁ କହନ୍ତି ଉଣା ଭାତରେ ଦ୍ୱିଗୁଣା ବଳ, ଠାକୁର କହିଛନ୍ତି ଯେ ଉଣା ଭାତରେ ଦ୍ୱିଗୁଣା ବଳ। ତେଣୁ ସବୁବେଳେ ପେଟ ଖାଲି ଟିକେ ରଖିବା। ତେଣୁ ଏଇସବୁ ଆମର ପ୍ୟାରିସର ଗୋଟେ କଥା, ମଣ୍ଟେସ୍କ୍ୟୁ, ଦାର୍ଶନିକ ମଣ୍ଟେସ୍କ୍ୟୁ, ସେ କହିଛନ୍ତି ପ୍ୟାରିସର ହେଉଛି ଅର୍ଦ୍ଧେକ ପ୍ରାଣ ଯାଏ ମଧ୍ୟାହ୍ନର ଭୁରି ଭୋଜନ, ଆଉ ଅର୍ଦ୍ଧେକ ରାତ୍ରିର ଖାଦ୍ୟ ଚର୍ଚ୍ଚାରେ ବାକି ଅର୍ଦ୍ଧେକ ଯାଏ। ତେଣୁ ଭୁରି ଭୋଜନ କରିବାର ଯେ କେତେ ହେଉଛି ଅପକାରିତା ଅଛି ତାକୁ ଆମେ ବୁଝିବାକୁ ପଡ଼ିବ। ତେଣୁ ପ୍ରତ୍ୟେକ ପାଆନ୍ତି ଯେପରି ଦେଖିବ ଆମର ଚର୍ଚ୍ଚାରେ ଆମର ଅନୁଶୀଳନ ଯେପରି ଠିକ୍ ଥାଏ, ଆମର ଗ୍ରହଣ କରିବା ଶକ୍ତି ଯେପରି ଠିକ୍ ଥାଏ, ମଧୁରତା ତା ଭିତରେ ଭରି ଥାଏ, ଆନ୍ତରିକ ଥାଏ ଆମର ରାନ୍ଧିବାରେ, ସେଇ ରାନ୍ଧା ହେଉଛି ପ୍ରତ୍ୟେକ ପାଆନ୍ତି ଏପରି କଲେ ତୁମର ପରିବାରର ରୋଗ ସଂକୁଳ ହୋଇ ତୁମକୁ ଦୁର୍ଦ୍ଦଶା ବା ଦୁରବସ୍ଥାରେ ବିଧ୍ୱସ୍ତ କରିବ ନାହିଁ। ତେଣୁ ଆମ ସତ୍ସଙ୍ଗୀମାନଙ୍କର ଟ୍ରେଡମାର୍କ ହେଲା ବିଶ୍ୱାସ, ଆତ୍ମତ୍ୟାଗ ଆଉ ନିର୍ଭରତା। ଏଇ ବିଶ୍ୱାସ ନେଇ ଆମେ ଚାଲିବା, ଆତ୍ମତ୍ୟାଗ କରିବା, ସମସ୍ତଙ୍କୁ ଟିକେ ମାନିବା, ଆଉ ଠାକୁରଙ୍କର ନିର୍ଦ୍ଦେଶିତ ପଥରେ ଚାଲିବା, ମାଙ୍କର ଆଦର୍ଶକୁ ନେଇ ଆମେ ଆମର ସଂସାରକୁ ଚଳେଇବା। ମା ସବୁ ଅସମ୍ଭବକୁ ସମ୍ଭବ କରିଥିଲେ, ଦେଖେଇ ଯାଇଛନ୍ତି ଯେ ଜଙ୍ଗଲର ସନ୍ନ୍ୟାସୀ ଠାକୁର ଚାହିଁ ନାହାନ୍ତି, ଏଇ ଗୃହସ୍ଥାଶ୍ରମର ସନ୍ନ୍ୟାସୀ ଚାହିଁଛନ୍ତି। ଏଇ ସନ୍ନ୍ୟାସ ଯେଉଁ ମା ସତୀ ନାରୀର ସନ୍ନ୍ୟାସ ଆପଣା ଛାଇ ଆସେ। ତେଣୁ କୃଷ୍ଣଦାସ ଏଇଠି କହିଛନ୍ତି ଠାକୁର ସତୀ ନାରୀ ଖାଲି ମହାସନ୍ନ୍ୟାସୀ ନୁହେଁ, ମହାସଂସାରୀ। ତାର ସନ୍ନ୍ୟାସ ଆପଣା ଛାଇ ଆସେ, ସିଏ ସମସ୍ତଙ୍କୁ ଦେଖେ ନିଜ ଅପେକ୍ଷା। ତାର ସ୍ୱାମୀ ଯଦି ତାର ସବୁଠୁ ପ୍ରିୟତମ ହେଇଥାଏ, ସ୍ୱାମୀକୁ ଯଦି ସେ ଭଲ ପାଇପାରିଥାଏ, ଆପଣାର କରିପାରିଥାଏ, ସଂସାରଟାକୁ ସେ ସହି ନିଏ ଆଉ ବହି ନିଏ। ତେଣୁ ଏଇଭଳି ଆମେ ହେବା ଉଚିତ। ତେଣୁ ଏ ଯେଉଁ ବିଶ୍ୱାସ, ଆତ୍ମତ୍ୟାଗ, ନିର୍ଭରତା ଆମକୁ ଠାକୁର ଦେଇଛନ୍ତି, ଏଇ ତିନୋଟି ସାହସରେ ଆମେ ସବୁକିଛି ପାର କରିବା।
ସବୁ ବିପଦର ସମ୍ମୁଖୀନ ହେବା ଆଉ ସମସ୍ତଙ୍କୁ ଆପଣେଇ ନେବା ସେଇ ଠାକୁରଙ୍କର ନିର୍ଦ୍ଦେଶିତ ପଥ। ଭଲ ପାଇବା ପ୍ରେମ ଯେଉଁଠି ଥାନ୍ତି ପରମାତ୍ମା ସେଇଠି। ତେଣୁ ମୋର ଯଦି କହିବାରେ ବହୁତ ଜ୍ଞାନୀଗୁଣୀ ଭାଇମାନେ ଅଛନ୍ତି, ମାଆମାନେ ଅଛନ୍ତି, କହିବାରେ କିଛି ଭୁଲ ଥାଏ ତାହେଲେ ମୋତେ ତାଙ୍କର ଉଦାର ହୃଦୟରେ ମୋତେ ହେଉଛି କ୍ଷମା କରିଦେବେ। ମୁଁ କିଛି ଜାଣିନି, ଠାକୁରଙ୍କର ଏ ବାଣୀ ବ୍ୟାଖ୍ୟା ମୋ ପାଇଁ ମୁଁ ସେ ଯୋଗ୍ୟତା ହାସଲ କରିଛି ମୁଁ ଭାବିପାରେନି। ତେଣୁ କ୍ଷମା କରି ସମସ୍ତେ ଭଲରେ ରୁହନ୍ତୁ। ସର୍ବେ ଭବନ୍ତୁ ସୁଖିନା, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ କୁମା। ଜୟ ଗୁରୁମା। ସମସ୍ତଙ୍କୁ ମୋର ଜୟ। ଆମର ସାନ ଥିଲେ ଆଉ ଯାହାର ବାଣୀ ନମ୍ବର ରୋଗ ସୁନ୍ଦର ଭାବରେ ମାନେ ଯାହାକୁ କହନ୍ତି ବାଣୀର ଆଲୋଚନା, ବାଣୀର ବିଶ୍ଳେଷଣ ଯାହାକୁ କହନ୍ତି ମା ଏକ୍ଜାକ୍ଟଲି ସେମିତି ପ୍ରାଞ୍ଜଳ ଭାବରେ ଆମମାନଙ୍କ ଆଗରେ ଆଲୋଚନା। ରୋଗକୁ ଚର୍ଚ୍ଚା କରିବାରେ ଗଛଲତାକୁ କେମିତି ଆମେ ନିଜର ପ୍ରୟୋଜନ ଅନୁସାରେ ବ୍ୟବହାର କରିପାରିବା ବା କରି ଶିଖିବା, ସେଇ କଥା ଗୁଡା ମା କହୁଥିଲେ। ମାନେ ବହୁତ ସୁନ୍ଦର ସୁନ୍ଦର କଥା ମା, ମୁଁ ବି ଆପଣଙ୍କଠୁ ବହୁତ କିଛି ନୂଆ ନୂଆ ଜିନିଷ ମତେ ବି ଶିଖିବାକୁ ମିଳିଲା, ଯୋଉଟା କି ମୁଁ କଣ ବହୁତ ମା ମାନେ ବି ଜାଣିନଥିବେ। ମତେ ତ ବହୁତ ଜିନିଷ ଆପଣଙ୍କ ଆଲୋଚନା ମାଧ୍ୟମରେ ଆମେ ବାଣୀ ସିନା ଠାକୁର ଦେଇଛନ୍ତି, କିନ୍ତୁ ଏମିତି ସମସ୍ତ ବାଣୀ ଗୁଡାକୁ ପ୍ରାଞ୍ଜଳ ଭାବରେ ଆଲୋଚନା କରିକି ତା ଭିତରେ ଏତେ ଛୋଟ ଛୋଟ କଥା ସବୁ ଧରିକି ଆମେ କିଏ ଯଦି ଆଲୋଚନା କରୁଛନ୍ତି ଆମକୁ ତାକୁ ଶିଖିବାକୁ ମିଳୁଛି। ଆପଣ ସେମିତି ଏକ୍ଜାକ୍ଟଲି ସୁନ୍ଦର ଭାବରେ ଆଲୋଚନା କରିଛନ୍ତି। ଆଉ ମାନେ ଭୁଲ ତ୍ରୁଟିର ମା ପ୍ରଶ୍ନ ହିଁ ମତେ ଖରାପ ଲାଗୁଛି। ଆପଣ ଏଇ ଶବ୍ଦ ଯେତେବେଳେ କହୁଛନ୍ତି ମତେ ବହୁତ ଖରାପ ଲାଗୁଛି, କାରଣ ପ୍ରଶ୍ନ ହିଁ ନାହିଁ ମା। ଆପଣ ସବୁବେଳେ ଆପଣଙ୍କର ଆଲୋଚନା ଏତେ ସୁନ୍ଦର ଥାଏ। ଆଉ ଆଜି ବି ବହୁତ ହିଁ ବଢିଆ ଆପଣଙ୍କର ଆଲୋଚନା ଥିଲା। ସମସ୍ତେ ମା ମାନେ ଶୁଣୁଛନ୍ତି, ୟା ପରେ ମଧ୍ୟ ଆପଣଙ୍କୁ ଶୁଣିବାକୁ ମିଳିବ ମା ଆପଣଙ୍କର ଆଲୋଚନା କେମିତି ଥିଲା। ମୁଁ ଖାଲି ଏତିକି ପରମ ପିତାଙ୍କ ପ୍ରାର୍ଥନା କରିବି, ଜୟ ଗୁରୁମା। ଆପଣ ସବୁବେଳେ ସୁଖ ଶାନ୍ତିରେ ରୁହନ୍ତୁ, ନମସ୍କାର। ଭଲ ରୁହନ୍ତୁ ମା। ଆଉ ଏମିତି ସବୁବେଳେ ହସ ହସ ମୁହଁ ନେଇକି ଆମ ମାନଙ୍କ ସାମ୍ନାରେ ଆଲୋଚନା କରୁଥାନ୍ତୁ। ଆମେ ଶୁଣିବାକୁ ବହୁତ ହି ଭଲ ଲାଗୁଛି, ଶୁଣିବାକୁ ଆଉ ଦେଖିବାକୁ। ଭଲ ରୁହନ୍ତୁ ମା। ଏତିକି ପରମ ପିତାଙ୍କ ପ୍ରାର୍ଥନା ଜଣାଉଛି। ଜୟ ଗୁରୁମା। ସମସ୍ତଙ୍କୁ ଜୟ ଗୁରୁ। ବର୍ତ୍ତମାନ ଖୁବ ସୁନ୍ଦର ଆଲୋଚନା ସରିଯାଇଛି। ବର୍ତ୍ତମାନ ୟା ପରେ ମଧ୍ୟ ଆମର ପ୍ରଶ୍ନ ଉତ୍ତର ପର୍ଯ୍ୟାୟ ରହିଛି। ଯୋଉ ମା ମାନେ ଚାହୁଁଛନ୍ତି ନିଜର ହାତ ଉଠେଇକି ପ୍ରଶ୍ନ ପଚାରି ପାରିବେ। ଆଉ ଆମର ସମସ୍ତ ମା ମାନେ ରହିଛନ୍ତି ଲାଇନ ରେ, ଜ୍ଞାନୀ ଗୁଣୀ ମା ମାନେ ଆପଣ ମାନଙ୍କର ଉତ୍ତର ଦବା ପାଇଁ। ସମୟ ସେମାନେ ଆପଣ ମାନଙ୍କୁ ଦଉଛନ୍ତି ଆପଣଙ୍କ ଉତ୍ତର ଦେବା ପାଇଁ। ଆପଣ ପ୍ରଶ୍ନ ରଖିବେ ନିଜ ନିଜର। ବର୍ତ୍ତମାନ ଆମେ ଆଗକୁ ବଢିବା। ଆମର ଯୋଉଟା କି ରହିଛି ସମାପନୀ ସଙ୍ଗୀତ ପରିବେଷଣ କରିବା ପାଇଁ ଆମର ନୟାଗଡ଼ରୁ ଆମ ସାଙ୍ଗରେ ମା ଅଛନ୍ତି ଶ୍ରଦ୍ଧା ସୁଶ୍ରୀ ତୁଳସୀ ସାହୁ ମା।